ଭିକାରୀ ହାତ ପତେଇବା ଦେଖି ଅଶ୍ୱପତି ମୁଣାରେ ହାତ ବୁଲାଇ ଦେଖିଲେ, କିନ୍ତୁ ମୁଣାରେ କିଛି ମିଳିଲା ନାହିଁ। ଅଶ୍ୱପତି କିଛି ନିରାଶ ହୋଇ ଘରକୁ ଯାଇ ଗୋଟିଏ ବାସନ ନେଇ ଆସିଲେ ଏବଂ ଭିକାରୀକୁ ଦେଇଦେଲେ। କିଛି ସମୟ ପରେ ଅଶ୍ୱପତିଙ୍କ ପତ୍ନୀ ଆସିଲେ ଏବଂ ସେ ବାସନ ନ ପାଇ ପାଟି କଲେ, ରୂପା ବାସନଟି ଭିକାରୀକୁ ଦେଇଦେଲ, ଦୌଡ଼ି ଯାଇ ଫେରାଇ ଆଣ। ଅଶ୍ୱପତି ଫେରିଗଲେ ଏବଂ ଭିକାରୀକୁ କହିଲେ, ବାସନଟି ରୂପାର, ଶସ୍ତାରେ ବିକ୍ରି କରିବ ନାହିଁ। ଜଣେ ପଡ଼ୋଶୀ ପ୍ରଶ୍ନ କଲେ, ଅଶ୍ୱପତି, ଯଦି ତୁମେ ଜାଣିଲ ଯେ ବାସନଟି ରୂପାର, ତଥାପି କାହିଁକି ନେବାକୁ ଦେଲ? ଅଶ୍ୱପତି ହସି କହିଲେ, ମନକୁ ଅଭ୍ୟସ୍ତ କରିବା ପାଇଁ ଯେ ସେ ବଡ଼ କ୍ଷତିରେ ମଧ୍ୟ ଦୁଃଖୀ ବା ନିରାଶ ନ ହେଉ। ଯୁଗଶକ୍ତି ଗାୟତ୍ରୀ 16 ମାର୍ଚ୍ଚ 1990। विचारक्रांति दूत यूट्यूब ओडिया चैनल को सब्सक्राइब करिया सह परवर्ती वीडियो प्राप्त करिया पई बेल आइकन दबांतु एवं विचारक्रांति दूत ओडिया फेसबुक और इंस्टाग्राम सह जोड़ी हुंतु। धन्यवाद।